ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସୁନ୍ଦରଗଡ଼ ଜିଲ୍ଲାରେ କୁଷ୍ଠରୋଗ ନିରାକରଣ ଅଭିଯାନ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କୁଷ୍ଠରୋଗର ଶୀଘ୍ର ଚିହ୍ନଟ, ନିରାକରଣ ଓ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ରାଉରକେଲା ସହରରେ କୁଷ୍ଠରୋଗ ଚିହ୍ନଟ ଅଭିଯାନ 2026 ଅନୁଷ୍ଠିତ ହେବ। ଏହି ଅଭିଯାନରେ 228 ଜଣ ଆଶାକର୍ମୀ ଓ 50 ଜଣ ସୁପରଭାଇଜରଙ୍କ ଟିମ୍ ନିୟୋଜିତ ହୋଇଛନ୍ତି। ଏହି ଅଭିଯାନ ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବୈଠକରେ ଆଗାମୀ କୁଷ୍ଠରୋଗ ନିରାକରଣ ଅଭିଯାନର ଉଦ୍ଦେଶ୍ୟ, ରଣନୀତି ଓ ପ୍ରମୁଖ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା ହୋଇଛି। ପରବର୍ତ୍ତୀ ସମୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ କୁଷ୍ଠ ଅଧିକାରୀ ଏବଂ ରାଜ୍ୟ ଓ ଜିଲ୍ଲା ପରାମର୍ଶଦାତାଙ୍କ ଦ୍ୱାରା ବୈଠକରେ ଉପସ୍ଥିତ ସମସ୍ତ ସେକ୍ଟର ମେଡିକାଲ ଅଫିସରଙ୍କୁ କୁଷ୍ଠରୋଗ ଓ କୁଷ୍ଠରୋଗ ଚିହ୍ନଟ ଅଭିଯାନ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଅଭିଯାନ ସମୟରେ ଆଶା କର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ତାଲିମପ୍ରାପ୍ତ ସୁପରଭାଇଜର ଦଳଗୁଡ଼ିକ ଘରକୁ ଘର ଯାଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିହ୍ନଟ, ଘର ଦ୍ୱାରରେ ସ୍କ୍ରିନିଂ ଏବଂ କୁଷ୍ଠରୋଗୀଙ୍କ ସଂସ୍ପର୍ଶରେ ଥିବା ବ୍ୟକ୍ତିଙ୍କ ପରୀକ୍ଷା କରିବେ। ସନ୍ଦିଗ୍ଧ ମାମଲା ଚିହ୍ନଟ ହେଲେ ଆବଶ୍ୟକ ପରୀକ୍ଷା ଓ ଚିକିତ୍ସା ନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯିବ। କୁଷ୍ଠରୋଗକୁ ନେଇ ସମାଜରେ ଥିବା ଭୟ, ଲଜ୍ଜା ଓ ଭ୍ରାନ୍ତ ଧାରଣା ଦୂର କରିବା ସହିତ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରି ଉଚିତ ଚିକିତ୍ସା ସହିତ ଯୋଡ଼ିବା ଏହି ଅଭିଯାନର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ। କୁଷ୍ଠରୋଗ ସମ୍ପୂର୍ଣ୍ଣ ଭାବେ ଚିକିତ୍ସାଯୋଗ୍ୟ। ଶୀଘ୍ର ଚିହ୍ନଟ ଓ ଠିକ୍ ସମୟରେ ଚିକିତ୍ସା ଦ୍ୱାରା ଅକ୍ଷମତାକୁ ରୋକାଯାଇପାରିବ। ତେଣୁ ରାଉରକେଲା ସହରବାସୀଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବା ସହ ନିଜ ପରିବାର ଓ ସମାଜରେ କୁଷ୍ଠରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କରାଯାଇଛି। ଏ ସମ୍ବନ୍ଧରେ ଜିଲ୍ଲା କୁଷ୍ଠରୋଗ ନିରାକରଣ ଅଭିଯାନର ମୁଖ୍ୟ ଡାକ୍ତର ଅମୃତା ରାଉତ କହିଛନ୍ତି, 31 ଅଗଷ୍ଟ 2026 ପର୍ଯ୍ୟନ୍ତ ଆମ ଜିଲ୍ଲାରେ 10ଟି ବ୍ଲକ ଏବଂ 2ଟି ସହରାଞ୍ଚଳକୁ ଚୟନ କରାଯାଇଛି, ଯେଉଁଠିକି ଆମର କୁଷ୍ଠ ରୋଗର ଚିହ୍ନଟ ଅଭିଯାନ ଆରମ୍ଭ ହେବା ପାଇଁ ଯାଉଛି। ସେଇଥିରେ ଆମର ପ୍ରତିଟି ଗ୍ରାମରେ ଏବଂ ସହରାଞ୍ଚଳରେ ଆଶା କର୍ମୀ ମାନେ ପ୍ରତି ଘରକୁ ଘର ଯାଇ ସର୍ଭେ କରିବେ। ସର୍ଭେ କରିବା ସହିତ ଆମର ଯୋଉ ସନ୍ଦିଗ୍ଧ ବ୍ୟକ୍ତି ମାନେ ଅଛନ୍ତି ତାଙ୍କୁ ଚିହ୍ନଟ କରିବେ। ଏହା ସହିତ ଆମର ଡାକ୍ତର ମାନେ ମଧ୍ୟ ଗୋଟିଏ ଦିନ ବ୍ୟବଧାନରେ ଗ୍ରାମକୁ ଭିଜିଟ୍ କରି ସେଇଥିରେ ରୋଗୀଙ୍କୁ ସେଇଠି ପରୀକ୍ଷା କରିବେ ଆଉ ଯଥାଶୀଘ୍ର ଚିହ୍ନଟ ହୋଇଥିବା ରୋଗୀଙ୍କୁ MDT ମଧ୍ୟ ପ୍ରଦାନ କରାଇବେ। ଏହି ଅଭିଯାନ ମାଧ୍ୟମରେ ଆମ ଜିଲ୍ଲାରୁ କୁଷ୍ଠ ରୋଗ ନିରାକରଣ କରିବା ପାଇଁ ଆଗକୁ କେମିତି ନିରାକରଣ ହେଇପାରିବ ତାହା ପାଇଁ ବ୍ୟବସ୍ଥା କରିଛୁ। ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସମ୍ବଲପୁର ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଜିଲ୍ଲାରେ ଚାଲିଥିବା SIR ପ୍ରକ୍ରିୟା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକଳାପ ଉପରେ PPT ମାଧ୍ୟମରେ ଉପସ୍ଥାପନ କରିଥିଲେ। ଏହି ଅବସରରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ମହାପାତ୍ର ଜିଲ୍ଲାରେ ଚାଲିଥିବା SIR ପ୍ରକ୍ରିୟା ଉପରେ ସନ୍ତୋଷ ପ୍ରକଟ କରିଥିଲେ ଏବଂ କ୍ଷେତ୍ରସ୍ତରୀୟ କୌଣସି ସମନ୍ୱୟର ଅଭାବ କିମ୍ବା ଅନ୍ୟ କୌଣସି ଅସୁବିଧା ରହିଥିଲେ ତାହା ଜଣାଇବାକୁ କହିଥିଲେ। ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷଠାରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ନଗର ସ୍ୱାସ୍ଥ୍ୟ ସମିତି ରାଉରକେଲା ଆନୁକୂଲ୍ୟରେ ଏକ ନଗର ସ୍ୱାସ୍ଥ୍ୟ ସମନ୍ୱୟ ବୈଠକ କମିଶନର ମହାନଗର ନିଗମ ଧୀନା ଦସ୍ତାଗିରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହାନଗର ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭିନ୍ନ ବିଷୟଗୁଡ଼ିକ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି କାର୍ଯ୍ୟକ୍ରମଗୁଡ଼ିକ ଉପରେ ବିଭିନ୍ନ ବିଭାଗର ଦାୟିତ୍ୱ ଓ ଗୋଷ୍ଠୀ ସହଭାଗିତାକୁ ଗୁରୁତ୍ୱ ଦିଆଯାଇଥିଲା। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଏବଂ ପରିମଳ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ 3 ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ। ଏହି ଅବସରରେ ଶ୍ରୀ ଭରଦ୍ୱାଜ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ ପ୍ରକଳ୍ପ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ଅଗ୍ରଗତି, କାର୍ଯ୍ୟାନ୍ୱୟନ ଏବଂ ଫଳପ୍ରଦତା ଉପରେ ବିସ୍ତୃତ ସମୀକ୍ଷା କରିଥିଲେ। ବିଶେଷ କରି ପ୍ରତ୍ୟେକ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁରଜ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ତେଜସ୍ୱିନୀ ବେହେରା, ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।